Hello everyone, myself Chinmay. Welcome to our YouTube channel I Can Competitive Bhadrak. ଆଜି ଆମେ ଏଇ ଭିଡିଓରେ ଡିସ୍କସନ କରିବା ତମର କେମିଷ୍ଟ୍ରି ଇଣ୍ଟ୍ରୋଡକ୍ସନ କ୍ଲାସଟେ ରହିବ ଏଇ ଯୋଉ ଭିଡିଓରେ ହେଲା ଯୋଉଥିରେ କି ଆଜି ଆମେ ଡିସ୍କସନ କରିବା କଣ ନା ହ୍ୱାଟ ଇଜ କେମିଷ୍ଟ୍ରି ଆଉ ବ୍ରାଞ୍ଚ ଅଫ କେମିଷ୍ଟ୍ରି ଠିକ ଅଛି ଦେଖ ଦେଖିବା ଆଗେ ହ୍ୱାଟ ଇଜ କେମିଷ୍ଟ୍ରି ଦେଖ କଣ ଲେଖା ହେଇଛି ଆଗେ କଣ ଲେଖା ହେଇଛି ପଢିବା ତାପରେ ମୁଁ ତମକୁ ଏକ୍ସାମ୍ପଲ ନେଇକି ବୁଝେଇ ଦେଖ କେମିଷ୍ଟ୍ରି ଇଜ ଦ ବ୍ରାଞ୍ଚ ଅଫ ସାଇନ୍ସ ଇନ ହ୍ୱିଚ ଷ୍ଟଡି ଅଫ କମ୍ପୋଜିସନ structure, reaction, properties and utilization of matter ଠିକ ଅଛି ଯେ କଣ କହିଲା କେମିଷ୍ଟ୍ରିଟା ଗୋଟେ ସାଇନ୍ସ ର ବ୍ରାଞ୍ଚ ତମେ ଜାଣିଥିବ ସାଇନ୍ସ ଷ୍ଟ୍ରିମ୍ ସେ ଯୋଉ ସାଇନ୍ସ ଷ୍ଟ୍ରିମ୍ ରେ ଗୋଟେ ବ୍ରାଞ୍ଚ ସବୁ ଅଛି କି ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ବାୟୋଲୋଜି ଆଇଟି ଇନଫରମେସନ ଟେକ୍ନୋଲୋଜି ଯୋଉଟା ସେଥିରେ କି କେମିଷ୍ଟ୍ରିଟା ହେଲା ଗୋଟେ ବ୍ରାଞ୍ଚ ଠିକ ହେଲା ଯୋଉଥିରେ କି ଆମେ କଣ ପଢିବା ଇନ ହ୍ୱିଚ ଷ୍ଟଡି ଅଫ କମ୍ପୋଜିସନ structure, reaction, properties and utilization କାହାର ଯୋଉ composition, structure, reaction, property ଆମେ କାହାର ପଢିବା ନା matter ବୁଝିଗଲା ଆମେ କେମିଷ୍ଟ୍ରିରେ କଣ ପଢିବା ଦେଖ ସେଇଟାକୁ ଆମେ ଏକ୍ସାମ୍ପଲ ନବା ଏକ୍ସାମ୍ପଲ ମୁଁ ନେଇଛି ୱାଟର ୱାଟର ଆମେ ଆଗେ ସିମ୍ବଲ ଲେଖିବା ୱାଟର ର ସିମ୍ବଲ କଣ ସମସ୍ତେ ଜାଣିଥିବ ମୁଁ ନେଲି ୱାଟର ସିମ୍ବଲ ହେଲା କଣ H2O ଦେଖ ମୁଁ ଏକ୍ସାମ୍ପଲ ନେଲି ମେଟର ତାର ଆମେ କଣ ଦେଖିବା କମ୍ପୋଜିସନ କହିଲି ଯେ କେମିଷ୍ଟ୍ରି କଣ ଦେଖିବା ୱାଟର ର କମ୍ପୋଜିସନ ଫାର୍ଷ୍ଟ ଲେଖା ହେଇଛି କମ୍ପୋଜିସନ ମିନ୍ସ ୱାଟର ଟା କଣ ମିଶିକି ଫର୍ମେସନ ହେଇଛି କଣ ମିଶିକି ଫର୍ମେସନ ହେଇଛି ଦେଖ ଦୁଇଟା ତମର ହାଇଡ୍ରୋଜେନ ଆଟମ ଦେଖ ଦୁଇଟା ହାଇଡ୍ରୋଜେନ ଆଟମ ରହିଛି ଆଉ ଗୋଟେ ଅକ୍ସିଜେନ ଆଟମ ବୁଝିଗଲା ଏଇଟା ହେଲା ତମର କଣ ୱାଟର ର କମ୍ପୋଜିସନ ନେକ୍ସଟ ଦେଖ କଣ ଲେଖା ହେଇଛି ନା ଷ୍ଟ୍ରକ୍ଚର କଣ ଲେଖା ହେଇଛି ଷ୍ଟ୍ରକ୍ଚର ଆମେ ଦେଖିବା ୱାଟର ର ଷ୍ଟ୍ରକ୍ଚର ଦେଖ ଏଇଟା ହେଲା ୱାଟର ର ତମର ଷ୍ଟ୍ରକ୍ଚର ଯେ ଅକ୍ସିଜେନ ଟା ହାଇଡ୍ରୋଜେନ ସହିତ ବଣ୍ଡ ଫର୍ମେସନ କରିଛି ଯୋଉ ଏଟା କେମିତି ବଣ୍ଡ ଫର୍ମେସନ କରିଛି କଣ ହେଇଛି ସେଟାକୁ ଆମେ ଆଗକୁ ଡିସ୍କସନ କରିବା ହେଲା ତାପରେ କଣ ଅଛି ରିଆକ୍ସନ୍ସ ରିଆକ୍ସନ ୱାଟର କେମିତି ଫର୍ମେସନ ହେଇଛି ଦେଖ ଯେ H2 ପ୍ଲସ O2 ଫର୍ମେସନ ହେଲା ତମର କଣ 2H2O ବୁଝିହେଲା କି ନାଇଁ ଏଇଟା ତମର ରହିଲା ୱାଟର କେମିତି ଫର୍ମେସନ ହେଇଛି ରିଆକ୍ସନ ଟା ଆମେ ଦେଖିଲେ ଆଉ ପ୍ରପର୍ଟିଜ ରେ କଣ ଦେଖିବା ୱାଟର ଟା କୋଉ ଷ୍ଟେଟ ରେ ରହୁଛି ସେଟା ସଲିଡ ଷ୍ଟେଟ କି ଲିକ୍ୱିଡ ଷ୍ଟେଟ କି ଗ୍ୟାସିୟସ ଷ୍ଟେଟ ହେଲା ଆମେ ପୁରା ଡିଟେଲ ଷ୍ଟେଟ୍ସ ଅଫ ମ୍ୟାଟର ପଢିବା ଠିକ ଅଛି ତମେ ଜାଣିଛ କଣ ୱାଟର ଟା ଲିକ୍ୱିଡ ଷ୍ଟେଟ ରେ ଅଛି ଆଉ ୟୁଟିଲାଇଜେସନ ମିନ୍ସ କଣ ୟୁଜେସ୍ ଅର ଆପ୍ଲିକେସନ ଯୋଉ ତମେ ଜାଣିଛ ୱାଟର ଟା କୋଉଠି ୟୁଜ କରାଯାଏ ବୁଝିହେଲା କି ନାଇଁ ମୁଁ କଣ କହିଲି ଆଗେ ଡେଫିନେସନ କଣ ଲେଖା ହେଇଛି କେମିଷ୍ଟ୍ରି ଇଜ ଦ ବ୍ରାଞ୍ଚ ଅଫ ସାଇନ୍ସ ବୁଝିହେଲା ସାଇନ୍ସ ର କେମିଷ୍ଟ୍ରି ହେଲା ଗୋଟେ ବ୍ରାଞ୍ଚ ଯୋଉଥିରେ କି ଆମେ କଣ ପଢିବା ନା କମ୍ପୋଜିସନ ଷ୍ଟ୍ରକ୍ଚର ରିଆକ୍ସନ ପ୍ରପର୍ଟି ଆଣ୍ଡ ୟୁଟିଲାଇଜେସନ ଅଫ ମ୍ୟାଟର ବୁଝିହେଲା କି ନାଇଁ ଯୋଉଟା କି ତମକୁ ମୁଁ ଏକ୍ସାମ୍ପଲ ନେଇଗଲି ୱାଟର ର କମ୍ପୋଜିସନ ଆଗେ ମୁଁ କହିଲି ୱାଟର ଟା କୋଉଥିରୁ ମାନେ କଣ ମିଶିକି ଫର୍ମେସନ ହେଇଛି ନା ଦୁଇଟା ହାଇଡ୍ରୋଜେନ ଆଟମ ଆଉ ଗୋଟେ ଅକ୍ସିଜେନ ଆଟମ ଆଟମ କଣ ମଲିକ୍ୟୁଲ କଣ ସେଟା ସବୁ ମୁଁ ଆଗକୁ କହିବି ଠିକ ଅଛି ବ୍ୟସ୍ତ ହବାର କିଛି ନାହିଁ ତାପରେ ଆମେ ରିଆକ୍ସନ ମଧ୍ୟ ଦେଖିଲେ ଷ୍ଟ୍ରକ୍ଚର ଦେଖିଲେ ପ୍ରପର୍ଟି ପ୍ରପର୍ଟିଜ କହିଲି ପ୍ରପର୍ଟିଜ ରେ ୱାଟର ଟା କୋଉ ଷ୍ଟେଟ ରେ ରହୁଛି ସଲିଡ ଲିକ୍ୱିଡ କିମ୍ବା ଗ୍ୟାସ ବା ୱାଟର ତମର ବଏଲିଂ ପଏଣ୍ଟ କେତେ ମେଲ୍ଟିଂ ପଏଣ୍ଟ କେତେ ହେଲା ଏ ସବୁ ତମର ଆସିବ ୱାଟର ର ପ୍ରପର୍ଟିଜ ବୁଝିହେଲା କି ନାଇଁ ତ ତାପରେ ଦେଖିବା ଫାଦର ଅଫ କେମିଷ୍ଟ୍ରି କିଏ ଅଛି ତମର ଫାଦର ଅଫ ମଡର୍ନ କେମିଷ୍ଟ୍ରି ହେଲେ କିଏ ଆଣ୍ଟୋନି ଲାଭର୍ସର ମନେ ରହିଲା ତାପରେ ଆମେ ଦେଖିବା ବ୍ରାଞ୍ଚ ଅଫ କେମିଷ୍ଟ୍ରି ଏଇ ଯୋଉ କେମିଷ୍ଟ୍ରିର ଡିଫରେଣ୍ଟ ଟାଇପ୍ସ ଅଫ ବ୍ରାଞ୍ଚ ଅଛି ଯୋଉଥିରେ କି ତମର inorganic chemistry, organic chemistry, physical chemistry, medicinal chemistry, industrial chemistry, geochemistry, environmental chemistry, green chemistry, polymer chemistry, industrial chemistry ଏମିତି ବହୁତ ଗୁଡ଼ିଏ chemistry ଅଛି but ଆମେ କିନ୍ତୁ ପଢିବା inorganic chemistry, organic chemistry and physical chemistry ବୁଝିହେଲା three main type ରେ ଏଟା ଆମେ ପଢିବା ଲେଖାଯାଇଛି କଣ there are mainly three branches of chemistry such as କି inorganic chemistry, organic chemistry ଆଉ ହେଲା physical chemistry ବୁଝିହେଲା କି ନାଇଁ ଆମେ ଏବେ ଦେଖିବା ଗୋଟେ ଫାର୍ଷ୍ଟ ହେଲା ଇନଅର୍ଗାନିକ କେମିଷ୍ଟ୍ରି ଇନଅର୍ଗାନିକ କେମିଷ୍ଟ୍ରି ଆମେ କଣ ପଢିବା ତମେ ଯୋଉ ଦେଖିଥିବ ସମସ୍ତେ ଦେଖିଥିବ ପିରିୟଡିକ ଟେବୁଲ ପିରିୟଡିକ ଟେବୁଲରେ ତମେ ଦେଖିଥିବ 1118 ଏଲିମେଣ୍ଟ ରହିଛି 118ଟା ଏଲିମେଣ୍ଟସ ରହିଛି ହେଲା ଏଇ ଯୋଉ ଏଲିମେଣ୍ଟ ବିଷୟରେ ଆଉ ଏଇ ଏଲିମେଣ୍ଟ ମାନେ ମିଶିକି ଯୋଉ କମ୍ପାଉଣ୍ଡ ଗୁଡିକ ଫର୍ମେସନ କରିଛନ୍ତି ଦେଖ ମୁଁ ଥରେ ଲେଖିଲି ଗୋଟେ କମ୍ପାଉଣ୍ଡ ଟେ ଲେଖିଲି CH4 ଏ ନାଁ ହଉଛି ମିଥେନ ମାନେ କାର୍ବନ ଆଉ ହାଇଡ୍ରୋଜେନ ମିଶିକି ଏଇଟା ଗୋଟେ ଫର୍ମେସନ କରିଛନ୍ତି ମୁଁ ଲେଖିଲି କାର୍ବନ ଡାଇଅକ୍ସାଇଡ CO2 ମାନେ କାର୍ବନ ଆଉ ଦୁଇଟା ଅକ୍ସିଜେନ ହେଲା ଏଟା କେମିତି ମିଶୁଛନ୍ତି କଣ କେମିତି କମ୍ବାଇନ କରୁଛନ୍ତି ବଣ୍ଡ କେମିତି ଫର୍ମେସନ କରୁଛନ୍ତି ସେଟାକୁ ଆମେ ଡିଟେଲ ଆଗକୁ ଜାଣିବା ବଟ ଆମେ ଇନଅର୍ଗାନିକ କେମିଷ୍ଟ୍ରିରେ କଣ ପଢନ୍ତି ନା ଯେତେ ଏଲିମେଣ୍ଟ ଅଛି ଆଉ ତାର କମ୍ପାଉଣ୍ଡ ବିଷୟ ବୁଝିଗଲା ଦେଖ କଣ ଲେଖା ହେଇଛି ଇଟ ଇଜ ଦ ବ୍ରାଞ୍ଚ ଅଫ କେମିଷ୍ଟ୍ରି ଡିଲିଂ ୱିଥ ଅଲ ଏଲିମେଣ୍ଟସ ଆଣ୍ଡ ଦେୟାର କମ୍ପାଉଣ୍ଡ ଯେତେ ଏଲିମେଣ୍ଟ ଗୁଡିକ ଅଛନ୍ତି ତା ବିଷୟରେ ଆଉ ଯୋଉ କମ୍ପାଉଣ୍ଡ ଗୁଡିକ ଫର୍ମେସନ ତା ବିଷୟରେ ଆମେ ଇନଅର୍ଗାନିକ କେମିଷ୍ଟ୍ରି ବିଷୟରେ ଇନଅର୍ଗାନିକ କେମିଷ୍ଟ୍ରିରେ ପଢିବା
ବୁଝିଲା। ଆଉ ଫାଦର ଅଫ ଇନଅର୍ଗାନିକ କେମିଷ୍ଟ୍ରି କିଏ ରହିଲେ ନା ଆଲଫ୍ରେଡ ୱାରେନର। ବୁଝିହେଲା କି ନାହିଁ। ତାପରେ ଆମେ ଦେଖିବା ଅର୍ଗାନିକ କେମିଷ୍ଟ୍ରି ହେଲା। ଅର୍ଗାନିକ କେମିଷ୍ଟ୍ରି ଟା କଣ ନା ତମେ ଦେଖିବ ପିରିୟଡିକ ଟେବୁଲ ରେ 6 ନମ୍ବରରେ ଥିବ କିଏ ତମର ନା କାର୍ବନ। ବୁଝିହେଲା। 118ଟା ଏଲିମେଣ୍ଟ ଭିତରେ ତମେ ଦେଖିବ 6 ନମ୍ବରରେ ତାର ଆଟମିକ ନମ୍ବର କିଏ 6 ହେଲା କାର୍ବନ। 6 ନମ୍ବରରେ ଦେଖିବ ଥିବ କାର୍ବନ ହେଲା। ଏଇ ଯୋଉ ଗୋଟିଏ କାର୍ବନ ଆଉ ତାର କମ୍ପାଉଣ୍ଡସ ଯୋଉଟା କି 10 କ୍ଲାସ ର ଗୋଟେ ବୁକ୍ ରେ ଗୋଟେ ଚାପ୍ଟର ଅଛି କାର୍ବନ ଏଣ୍ଡ ଇଟ୍ସ କମ୍ପାଉଣ୍ଡ ସେଥିରେ ଦେଖିବ ଯୋଉ କାର୍ବନ ଆଉ କାର୍ବନ ର କମ୍ପାଉଣ୍ଡ ପାଇଁ ଯେ କେମିତି ଫର୍ମେସନ ହଉଛି ଯେ କାର୍ବନ ର କମ୍ପାଉଣ୍ଡ କଣ ପାଇଁ ଫର୍ମେସନ ହଉଛି ଯେ ଗୋଟେ କାର୍ବନ ରେ ଏମିତି କଣ ହେଲା ଯେ ଯେ ସେ ଗୋଟେ ଅର୍ଗାନିକ କେମିଷ୍ଟ୍ରି ଗୋଟେ ବ୍ରାଞ୍ଚ ଅଫ କେମିଷ୍ଟ୍ରି କ୍ରିଏଟ କରିଦେଲା ସେଟାକୁ ଆମେ ଡିଟେଲରେ ଆଗକୁ ପଢିବା। ବଟ ତମେ ଜାଣିଥାଅ ଯେ ଆମେ ଅର୍ଗାନିକ କେମିଷ୍ଟ୍ରିରେ କଣ ପଢିବା ନା କାର୍ବନ ଏଣ୍ଡ ଇଟ୍ସ କମ୍ପାଉଣ୍ଡ ବିଷୟରେ। ବୁଝିହେଲା କି ନାହିଁ ଦେଖ ଲେଖା ହେଇଛି ଇଟ ଇଜ ଦ ବ୍ରାଞ୍ଚ ଅଫ କେମିଷ୍ଟ୍ରି ଇନ ହ୍ୱିଚ ଷ୍ଟଡି ଅବାଉଟ କାର୍ବନ ଏଣ୍ଡ ଇଟ୍ସ କମ୍ପାଉଣ୍ଡ। ବୁଝିହେଲା। ଦ ଫାଦର ଅଫ ଅର୍ଗାନିକ କେମିଷ୍ଟ୍ରି କିଏ ରହିଲେ ଫ୍ରେଡରିକ ପୋଲ। ଠିକ ହେଲା। ନେକ୍ସଟ ଆମେ ଦେଖିବା ଫିଜିକାଲ କେମିଷ୍ଟ୍ରି। ଫିଜିକାଲ କେମିଷ୍ଟ୍ରି କଣ ଦ ଲ ଆଣ୍ଡ ପ୍ରିନ୍ସିପଲ ଅଫ କେମିକାଲ ରିଆକ୍ସନ। ଯେତିକି କେମିକାଲ ରିଆକ୍ସନ ହୁଏ ସେମିତି କେମିକାଲ ରିଆକ୍ସନ ତ ମନେ ମନେ ହବ ନାହିଁ ତାର କିଛି ଲ ଆଉ କିଛି ପ୍ରିନ୍ସିପଲ ଓବେ କରିବ କିଏ ତମର ଯୋଉ କେମିକାଲ ରିଆକ୍ସନ ଗୁଡିକ। ବୁଝିଲା। ସେ ଯୋଉ ଲ ଆଉ ପ୍ରିନ୍ସିପଲ ଗୁଡିକ ତମେ ମାନେ ଶୁଣିଥିବ ବଏଲ୍ସ ଲ ଚାର୍ଲସ ଲ ଆଭୋଗାଡ୍ରୋସ ଲ ଯେତିକି ସବୁ ଲ ଅଛି ହେଲା ସେ ବିଷୟରେ ଆମେ ଆଗକୁ ମଧ୍ୟ ଗୋଟେ ଚାପ୍ଟର ଯୋଉ ଲ ଆଉ ପ୍ରିନ୍ସିପଲ ବିଷୟରେ ଅଛି ଆମେ ସେ ଚାପ୍ଟରଟାକୁ ଡିଟେଲରେ ପଢିବା। ବଟ ତମେ ଜାଣିଥାଅ ଯେ ଲ ଆଉ ପ୍ରିନ୍ସିପଲ ବିଷୟରେ ପଢିବା କୋଉ ଚାପ୍ଟରରେ ନା ଫିଜିକାଲ କେମିଷ୍ଟ୍ରି ଚାପ୍ଟର ନୁହେଁ ଫିଜିକାଲ କେମିଷ୍ଟ୍ରି ବ୍ରାଞ୍ଚରେ। ଆଉ ଫାଦର ଅଫ ଫିଜିକାଲ କେମିଷ୍ଟ୍ରି କିଏ ରହିଲେ ନା ୱିଲିୟମ ପୋଷ୍ଟୱାର୍ଡ। ବୁଝିହେଲା କି ନାହିଁ। ଆମେ ଏଇ ଭିଡିଓରେ କଣ ଡିସ୍କସନ କଲେ ନା ହ୍ୱାଟ ଇଜ କେମିଷ୍ଟ୍ରି ଆଉ ବ୍ରାଞ୍ଚ ଅଫ କେମିଷ୍ଟ୍ରି। ଠିକ ହେଲା। ଆଉ ଯୋଉମାନଙ୍କର କିଛି ଡାଉଟ ରହିବ ସେମାନେ ମତେ କମେଣ୍ଟ ସେକ୍ସନରେ ପଚାରି ପାରିବ ନହେଲେ ତମେ ମୋ ହ୍ୱାଟ୍ସଆପ ନମ୍ବରରେ 9178883126 ଏଇ ନମ୍ବରରେ ମେସେଜ କଲେ ମୁଁ ତମର ଡାଉଟ କ୍ଲିୟର କରିପାରିବି। ଆଉ ଯୋଉମାନେ ଭଦ୍ରକରେ କମ୍ପିଟେଟିଭ କୋଚିଂ ନବା ପାଇଁ ଚାହୁଁଛ ଠିକ ଅଛି ସେମାନେ ଆଇ କ୍ୟାନରେ ଜଏନ କରିପାରିବ। ଆଇ କ୍ୟାନ କମ୍ପିଟେଟିଭରେ ସେଥିରେ ଆମର କଣ କଣ କରାଯାଉଛି ନା ଫିଜିକାଲ କ୍ଲାସ ମଧ୍ୟ ଦିଆଯାଉଛି। ଆଉ ଯୋଉମାନେ ଫିଜିକାଲ କ୍ଲାସ ଭଦ୍ରକରେ ଜଏନ କରିବା ପାଇଁ ଚାହୁଁଛ ତମେ ମାନେ 9439303000 ଠିକ ହେଲା 9439303000 ଏଇ ନମ୍ବରରେ କଣ୍ଟାକ୍ଟ କରିକି ତମେ ମାନେ ଫିଜିକାଲ କ୍ଲାସ ଜଏନ କରିପାରିବ କୋଉଠି ଭଦ୍ରକ କମ୍ପିଟେଟିଭ ଆଇ କ୍ୟାନ କମ୍ପିଟେଟିଭରେ। ଠିକ ଅଛି। ଆଉ ଆମେ ଦେଖ ମୁଁ ତମକୁ ଏଇ ଯୋଉ ଭିଡିଓରେ କହିଲି କଣ କେମିଷ୍ଟ୍ରି ଦ ବ୍ରାଞ୍ଚ ଅଫ ସାଇନ୍ସ ଇନ ହ୍ୱିଚ ଷ୍ଟଡି ଅଫ କମ୍ପୋଜିସନ ଷ୍ଟ୍ରକ୍ଚର ରିଆକ୍ସନ ପ୍ରପର୍ଟି ଆଣ୍ଡ ୟୁଟିଲାଇଜେସନ ଅଫ ମେଟର। ମେଟର ଆମେ ଏ ବିଷୟରେ ଜାଣିଲେ ମୁଁ ତମକୁ କିନ୍ତୁ ମେଟର କଣ କହି ନାହିଁ ଯୋଉଟା କି ଆମେ ନେକ୍ସଟ ଭିଡିଓରେ ଆମେ ଡିସ୍କସନ କରିବା ହ୍ୱାଟ ଇଜ ମେଟର ହେଲା। ଦେଖ ମେଟର ତାର କ୍ଲାସିଫିକେସନ ଏ ବିଷୟରେ ଆମେ ନେକ୍ସଟ ଭିଡିଓରେ ଡିସ୍କସନ କରିବା। ଠିକ ଅଛି। ନେକ୍ସଟ ଭିଡିଓ ପର୍ଯ୍ୟନ୍ତ ୱେଟ କରିକି ଥାଅ। ଥ୍ୟାଙ୍କ ୟୁ।